ଏଥର ସାବିତ୍ରୀ ବ୍ରତରେ ବାପ ଘରେ ବୋଲି ଲାଗୁଥିଲା ଏଥର ପୂଜାଟି ସତ୍ୟବାନ ବିନା ହେବ ବୋଲି। ଯେହେତୁ ତାଙ୍କଠାରୁ ଦୂରରେ ଅଛି, ଆସିବେ କି ନାହିଁ ଭାବି ମରୁଛି। ହଠାତ୍ ଗାଡ଼ିର ହର୍ଣ୍ଣ କାନରେ ବାଜିଲା। ଅନ୍ଧାର ରାତିରେ ଯାଇ ଦେଖେ ତ ସ୍ୱାମୀଙ୍କ ଆବିର୍ଭାବ ହେଲା। ତାଙ୍କୁ ଦେଖି ମନ ଖୁସି ହୋଇଗଲା। ସକାଳର ପ୍ରଥମ ପୂଜା ବୃନ୍ଦାବତୀ ମାଙ୍କ ଠାରୁ ଆରମ୍ଭ ହେଲା। ବୃନ୍ଦାବତୀ ମାଙ୍କୁ ଶଙ୍ଖା ସିନ୍ଦୁର ବସ୍ତ୍ର ପିନ୍ଧାଇ ତାଙ୍କ ପୂଜା ଆଗ ସାରିଲି। ତାପରେ ବାହାରିଲି ମନ୍ଦିର। ପୂଜାପୂଜି କାମ ଏବେ ସରିଲା। ଏବେ ଆସିଲି ସ୍ୱାମୀଙ୍କ ହାତରୁ ଶଙ୍ଖା ସିନ୍ଦୁର ପିନ୍ଧିଲେ। ତାଙ୍କୁ ଗୋଟେ ଭଲ ଭାବେ ମୁଣ୍ଡିଆ ମାରିକି ଆଶୀର୍ବାଦ ନେଲେ। ତା ସହିତ ଗୁରୁଜନମାନଙ୍କୁ ପ୍ରଣାମ କରି ସୌଭାଗ୍ୟବତୀର ଆଶୀର୍ବାଦ ପାଇଲି। ସାବିତ୍ରୀରେ ସଜବାଜ ହେଇଛି। ଫଟୋଟେ ନ ଉଠେଇଲେ ମନ କ'ଣ ମାନୁଛି? ଏହିପରି ଭାବେ ସାବିତ୍ରୀ ବ୍ରତ ପାଳନ କରିଛି।